ସମସ୍ତଙ୍କୁ ବିଶେଷ ଧନ୍ୟବାଦ ଯୋଉମାନେ ପ୍ରାତ ଉପସ୍ଥିତ ଅଛନ୍ତି। କିନ୍ତୁ ବହୁତ ସମୟରେ ଆମେ ଦେଖାଯାଏ କି ଭଗବାନଙ୍କର ଯୋଉ ଆଧ୍ୟାତ୍ମିକ ମାର୍ଗରେ ବିଶେଷ କରିକି ଭକ୍ତି ମାର୍ଗରେ ଆମେ ଉଦାସୀନ ହେଇଯାଆନ୍ତି, ଲେଜିନେସ୍ ଶୋ କରନ୍ତି, ଅଳସୁଆ ହେଇଯାଆନ୍ତି। ଆଉ ଆମ ମନରେ କେବେ କେବେ ଗର୍ବ ଆସେ। ଯେତେବେଳେ ମନରେ ଗର୍ବ ଆସେ ସେତେବେଳେ କଣ ହୁଏ, ଆମେ ଭାବନ୍ତି ହରିନାମର କୌଣସି ବିଶେଷ ଆବଶ୍ୟକତା ନାହିଁ। ଆମେ ସତ ସିଦ୍ଧ ଅର୍ଥାତ ନିଜେ ସବୁ କିଛି କରିପାରିବା, ଅଟୋମେଟିକାଲି ଆମର ଲାଇଫ ର ଫ୍ଲୋ ଯାହା ଅଛି ସେ ସବୁ ଜିନିଷ କରିପାରିବା। ଭଗବାନଙ୍କର ବିଶେଷ ଆମ ଜୀବନରେ ହସ୍ତକ୍ଷେପର ଆବଶ୍ୟକତା ନାହିଁ। ଅନ୍ୟ ପକ୍ଷରେ ଆମେ ଯେତେବେଳେ ଅଳସୁଆ ହେଇଯାଆନ୍ତି ସେତେବେଳେ ଆମେ ଭକ୍ତି ମାର୍ଗରେ ଆସିବା ପରେ ମଧ୍ୟ ତ ସବୁଦିନ ଆମେ କନସିଷ୍ଟେନ୍ସି ମେଣ୍ଟେନ କରିପାରନ୍ତିନି। ଯାହା ଫଳରେ ଗୋଟେ ଦିନ ଗୋଟେ ପ୍ରମିସ କରିଥିବା କି ଯେ ସଂକଳ୍ପ ନେଇଥିବା କି ଆଜିଠାରୁ ମୁଁ ଭଲ ସେ ନାମ ଜପ କରିବି, ଉଠିକି ଭଗବାନଙ୍କର ସେବା କରିବା ପାଇଁ ନାମ କରିବି କି ଜପ କରିବି, ମୋର ଭଗବଦଗୀତା ପଢିବି, ସାଧୁସଙ୍ଗ କରିବି। କିନ୍ତୁ ତାର ନେକ୍ସଟ ପରଦିନ କୌଣସି ନା କୌଣସି ଭୌତିକ କାମନା କାର୍ଯ୍ୟବଶତଃ ଆମେ କରିପାରନ୍ତିନି। ଆମ ପାଖରେ ବହୁତ ଗୁଡା ମେଟେରିଆଲ ଏକ୍ସକ୍ୟୁଜ ପଳେଇ ଆସେ। ତେଣୁ କଳିର ଏଟା ସିମ୍ପଟମ କି କଳି ଯୁଗରେ ଲୋକମାନେ ମନ୍ଦ ସୁମନ୍ଦ ମତ ମନ୍ଦ ଭାଗ୍ୟ ଉପଦ୍ରତା ତ ବ୍ୟାଡ ଫର୍ଚୁନ, ଅଳସୁଆ ଆଉ ସବୁ ପ୍ରକାର ମ୍ୟାଡନେସ କଳି ଯୁଗରେ ଦେଖାଯାଏ। ସେଥିପାଇଁ ବହୁତ ଜଲଦି ଆମେ ଆମର ନିଶ୍ଚୟ ଶକ୍ତି ଡିଟରମିନେସନ ସଂକଳ୍ପ ଶକ୍ତିକୁ ହରେଇ ବସନ୍ତି। ଆଜି କିଛି କହିଲେ ସଂକଳ୍ପ କରିଥିବା କାଲି ହିଁ ଭୁଲି ଯାଆନ୍ତି। କିନ୍ତୁ ଅପରପକ୍ଷରେ ଭାଗବତମରେ ବହୁତ ସୁନ୍ଦର ସୁନ୍ଦର ଚରିତ୍ର ମାନ ବର୍ଣ୍ଣନା କରାଯାଇଛି। ବିଶେଷ କରିକି ପ୍ରହ୍ଲାଦ ମହାରାଜ, ଚୈତନ୍ୟ ମହାପ୍ରଭୁ ବିଶେଷ କରିକି ପ୍ରହ୍ଲାଦ ମହାରାଜ, ଧ୍ରୁବ ମହାରାଜଙ୍କର କଥା ପ୍ରାୟ ସବୁବେଳେ ଶ୍ରବଣ କରନ୍ତି। ତେଣୁ ପ୍ରହ୍ଲାଦ ମହାରାଜଙ୍କ ଜୀବନରେ କି ସଂଘର୍ଷ ନଥିଲା, ସବୁ ପ୍ରକାର ସଂଘର୍ଷ ଥିଲା। କିନ୍ତୁ ପ୍ରହ୍ଲାଦ ମହାରାଜଙ୍କର ଦୃଢତା କେମିତି ଆସିଲା? ଯେ କୌଣସି ସଂଘର୍ଷରେ ମଧ୍ୟ ସେ ହରିନାମ ନବା ପାଇଁ ଭୁଲି ନଥିଲେ। ଆଉ ଯେ କୌଣସି ସଂଘର୍ଷରେ ସେ ତାଙ୍କ ଗୁରୁଙ୍କର ଯାହା ଆଜ୍ଞା ଥିଲା ତାଙ୍କ ପ୍ରତି, ଯାହା ନିଷ୍ଠା ଥିଲା ସେ ପ୍ରଦର୍ଶନ କରୁଥିଲେ। ତେଣୁ ଜୀବନରେ ଆମେ ସମସ୍ତେ ସଂଘର୍ଷ ଭିତରେ ଅଛନ୍ତି। କିନ୍ତୁ ଆମେ ସେନ୍ସ କରିପାରୁନାହାନ୍ତି କି ଆମେ ସଂଘର୍ଷ କରୁଛନ୍ତି ବୋଲି। ଆମେ ଭାବୁଛନ୍ତି ପ୍ରତ୍ୟେକ ଦିନ ସକାଳୁ ଉଠିଲେ, ଖାଇଲେ, ପିଇଲେ, ରହିଲେ ସରିଗଲା। ନାଇଁ, ଜୀବନରେ ପ୍ରତିଟି ମୁହୂର୍ତ୍ତକୁ ଆମେ ଯଦି ସଂଘର୍ଷ ଭାବିବା ତାର ଲକ୍ଷ୍ୟ କଣ ରଖିଥିବା, ଭଗବାନ କୃଷ୍ଣ ଚେତନଶୀଳ ହବା। ତ କୃଷ୍ଣ ଚେତନଶୀଳ ହବା ପାଇଁ ଆମକୁ ସଂଘର୍ଷ କରିବାକୁ ପଡିବ। ପ୍ରହ୍ଲାଦ ମହାରାଜଙ୍କ ଲକ୍ଷ୍ୟରେ ସ୍ପଷ୍ଟତା ଥିଲା। ଆମର କୌଣସି ବିଶେଷ ଲକ୍ଷ୍ୟ ନାହିଁ। ଆମକୁ ଯଦି ଲକ୍ଷ୍ୟ ପଚରା ହଉଛି ଆମେ କହୁଛେ କି ମୁଁ ଆଉ ଗୋଟେ ଦି ବର୍ଷ ଭିତରେ କଣ କରିବି, କି ଜବ କରିବି, କି କଣ କରିବି। କିନ୍ତୁ ପ୍ରହ୍ଲାଦ ମହାରାଜଙ୍କର ଗୋଟିଏ ଲକ୍ଷ୍ୟ ଥିଲା। ସେଥିପାଇଁ କୌମାର ଆଚରିତ ପ୍ରାଜ୍ଞ ଧର୍ମାନ ଭାଗବତ ନିୟ। ତ ସିଏ ସବୁବେଳେ ପ୍ରଚେଷ୍ଟା କରିଥିଲେ କି ବାଲ୍ୟ ଅବସ୍ଥାରୁ ଭଗବତ ଧାମ ଯିବା ପାଇଁ ନିଜକୁ ତୈୟାର କରିବା। ତେଣୁ ଦୃଢତା ତାଙ୍କୁ ସେଥିପାଇଁ ତାଙ୍କର ଗୁରୁଙ୍କର ଆଶୀର୍ବାଦ, ଗୁରୁ ହେଲେ ପ୍ରହ୍ଲାଦ ମହାରାଜ, ସରି ନାରଦ ମୁନି, ନାରଦ ମୁନିଙ୍କର ଆଶୀର୍ବାଦ ପ୍ରାପ୍ତ ହେଇଥିଲା। ତ ସେଥିପାଇଁ ତାଙ୍କର ଦୃଢତା ଭକ୍ତି ମାର୍ଗରେ ସୁନ୍ଦର ଭାବରେ ଥିଲା। ତେଣୁ ଯେକୌଣସି ଜିନିଷରେ ଦୃଢତା ପାଇଁ ଆମକୁ ଚାରିଟି ଜିନିଷ ଦରକାର ଅଛି। ମନେ ରଖିପାରିବ, ଗୋଟେ ହେଲା ମାନସିକ ଏକାଗ୍ରତା, ତାପରେ ସେ କର୍ମରେ ଆମର ନିଷ୍ଠାପର ପ୍ରୟାସ, ତାପରେ ସେ କର୍ମରେ ଆମର ବିଶ୍ୱାସ ଆଉ ଭଗବାନଙ୍କର ଆଶୀର୍ବାଦ। ଏଇ ଚାରିଟା ଜିନିଷ ଯଦି ହେଲା ଆମେ ସେ କର୍ମରେ ଦୃଢତା ଆସିଯିବ। ହରିନାମ ନେବା ସମୟରେ ଆମକୁ ମାନସିକ ଏକାଗ୍ରତା ଅର୍ଥାତ ମନକୁ ନିୟନ୍ତ୍ରଣ କରିବାର ଅଛି କି ନାଇଁ ମୁଁ ଏଇ ପ୍ରାତଃ ସମୟ ଭଗବାନ କୃଷ୍ଣଙ୍କର ନିମିତ୍ତ ସମର୍ପିତ କରିବି। ତ ମାନସିକ ଏକାଗ୍ରତା ଆଣିବାର ଅଛି। ମୁଁ ଅଲଗା ଦୁନିଆରେ କୌଣସି ଜିନିଷ ଭାବିବିନି, ନା ପାଠ ପଢା, ନା ପରୀକ୍ଷା, ନା ସ୍ୱାସ୍ଥ୍ୟ, ନା ଘର ଲୋକ, କିଛି ଭାବିବେନି। ପ୍ରାକ୍ଟିକାଲି ମତେ ଭଗବାନଙ୍କର ନାମ ସହିତ ହିଁ ରହିବାର ଅଛି। ତାପରେ ପ୍ରୟାସ କରିବାର ଅଛି। ଏଥିପାଇଁ ଖାଲି ମନରେ ଭାବିଦେଲେ ହବନି। ପ୍ରତ୍ୟେକ ଭଗବତ ଗୀତାରେ ଏମିତି କୁହାଯାଏ, ମନ ଯେତେବେଳେ ବି ଯୁଆଡେ ଯାଉଛି ତାକୁ ତୁରନ୍ତ ଟାଣିକି ଆଣିବାର ଅଛି। ତ ପ୍ରୟାସ କରିବାର ଅଛି, ନାଇଁ ମୁଁ ଯେମିତି ହେଲେ ଭଗବାନଙ୍କର ନାମ ବଢିଆ ସେ କରିବାର ଅଛି। ମତେ ଏପଟ ସେପଟ ଜମାରେ ବି ହବାର ନାହିଁ। କାରଣ ଜଣା ନାହିଁ କାଲି ସକାଳେ ମୁଁ ମାନେ ଜପ କରିବା ପାଇଁ ଥିବି କି ନଥିବି ସଂସାର ଭିତରେ। ତେଣୁ ସେଥିପାଇଁ ପୂର୍ଣ୍ଣ ବିଶ୍ୱାସ ରଖିବାର ଅଛି କି ହରିନାମ, ୟାପରେ ଭଗବାନ କୃଷ୍ଣଙ୍କର ଆଶୀର୍ବାଦ ପ୍ରାପ୍ତ ହବାର ଅଛି। ଭଗବାନ ବିଶ୍ୱାସ ରଖିବାର ଅଛି କି ହରିନାମ ମାଧ୍ୟମରେ ସମସ୍ତ ଇଚ୍ଛା ପୂର୍ଣ୍ଣ ହେଇପାରିବ। ହରିନାମ କଳ୍ପ ବୃକ୍ଷ ଠାରୁ ଶ୍ରେଷ୍ଠ। ହରିନାମ ତ ଭଗବାନ ନିଜେ। ତ କଳ୍ପ ବୃକ୍ଷରେ ଯଦି ଭଗବାନ ସବୁ ଆଶା ପୂର୍ଣ୍ଣ କରିଦଉଛନ୍ତି କଳ୍ପ ବୃକ୍ଷ ମାଧ୍ୟମରେ, ତ ହରିନାମ ଆମ ସମସ୍ତ ଆଶା ଇଚ୍ଛା ସବୁ କିଛି ପୂର୍ଣ୍ଣ କରିପାରିବେ।
ତେଣୁ ସେଥିପାଇଁ ଏସବୁ ଭଗବାନଙ୍କର ଆଶୀର୍ବାଦ ପ୍ରାପ୍ତ ହବ। ତେଣୁ ବାରମ୍ବାର ଆମେ ଏସବୁ ଅଭ୍ୟାସ କଲେ ହିଁ ଆମ ଭିତରେ ଦୃଢତା ଆସିବ, କନସେନଟ୍ରେସନ ଆସିବ। ଆଉ ଯେତେ ଯେତେ ଆମେ ଅଭ୍ୟାସ କରିବା ଏଇଟା ବଢି ବଢି ଯିବ, ତାକି ଆମେ ଉନ୍ନତ ଆଧ୍ୟାତ୍ମିକ ଲକ୍ଷ୍ୟ ପ୍ରତି ସଚେତ ହେଇପାରିବା। ଧୀରେ ଧୀରେ ଆମେ ଷ୍ଟାର୍ଟ କରିପାରିବା ଗୋଟେ ମାଳା, ଆମେ ଆଟଲିଷ୍ଟ ଚେଷ୍ଟା କରିବା ଗୋଟେ ମାଳା ଯେତେବେଳେ କରିବା ଫାଷ୍ଟ, ତ ସେଥିରେ ଆମେ ବେଶୀ ହଲିବାନି ହେଲା, ପୁରା ମାଇଣ୍ଡ କୁ କନସେନଟ୍ରେଟ କରିକି ଭଗବାନଙ୍କ ନାମ ଉପରେ ହିଁ ଆମକୁ ଫୋକସ କରିବାର ଅଛି, କ୍ଲିୟରଲି ଶୁଣିବାର ଅଛି, କ୍ଲିୟରଲି ଶରଣାପନ୍ନ ହେଇକି ଭଗବାନଙ୍କ ନାମ ଉପରେ ଉଚ୍ଚାରଣ କରିବାର ଅଛି ନାମକୁ। ଧୀରେ ଧୀରେ ଗୋଟେ ମାଳା ଆସିଲେ 2 ମାଳା 4 ମାଳା ଏମିତି 16 ମାଳା ପର୍ଯ୍ୟନ୍ତ ଆମକୁ ପହଞ୍ଚିବାର ଅଛି। ତ ଆମର କନଫିଡେନ୍ସ ବଢିବ ସବୁବେଳେ। ଆମକୁ ହରିନାମଙ୍କ ଉପରେ ପ୍ରାର୍ଥନା କରିବା ଅଛି, ଆମର ଯୋଉ ଉଦାସୀନତା ଅଛି, ଆଳସ୍ୟ ମନୋବୃତ୍ତି ଅଛି କି ଖରାପ ଅଭ୍ୟାସ ଅଛି, କି ସେ ସବୁକୁ ଆମଠୁ ଦୂରେଇ ନିଅନ୍ତୁ, ତାକି ଆମେ ଉତ୍ସାହ ସହିତ ଭଗବାନଙ୍କ ନାମ ପ୍ରତି ସମର୍ପିତ ଭାବ ନେଇକି ନାମକୁ ଗ୍ରହଣ କରିପାରିବା। ତାହେଲେ ଏଇ ଜନ୍ମରେ ବି ଆମେ ଭଗବାନଙ୍କର ଦର୍ଶନ କରିପାରିବା, ଭଗବାନଙ୍କ ସହିତ ବ୍ୟକ୍ତିଗତ ଆଦାନ ପ୍ରଦାନ କରିପାରିବା, ଜୀବନ ସର୍ବୋତ୍କୃଷ୍ଟ ଲକ୍ଷ୍ୟ କୃଷ୍ଣ ପ୍ରେମକୁ ପ୍ରାପ୍ତି କରିପାରିବା। ଆସନ୍ତୁ ଆମେ ଏସବୁ ନିବେଦନ, ଭଗବାନଙ୍କର 3 ଜଣ ଅଛନ୍ତି, ହରି ଗୁରୁ ବୈଷ୍ଣବ। ତ ହରି ହେଲେ ଭଗବାନ ନିଜେ, ଗୁରୁ ହେଲେ ଆଧ୍ୟାତ୍ମିକ ଗୁରୁ ଆମ ପାଇଁ ଶୁକ୍ଲ ପ୍ରଭୁପାଦ, ବୈଷ୍ଣବ ହେଲେ ଯାହାଙ୍କ ପାଖକୁ ଆମେ ପ୍ରଣାମ କରିକି ନିବେଦନ କରିବା କି ତାଙ୍କର କୃପା ଆଶୀର୍ବାଦ ଆମକୁ ବହୁତ ଜରୁରୀ ଅଛି। ଆସନ୍ତୁ ଆମେ ସମସ୍ତେ ବୈଷ୍ଣବ ମାନଙ୍କୁ ପ୍ରଣାମ କରିବା। ବୈଷ୍ଣବ ମାନେ ବାଞ୍ଛା କଳ୍ପତରୁ ସଦୃଶ, କ୍ଷମାଶୀଳ, ଦୟାର ସାଗର, ପତିତ ଜୀବଙ୍କର ଉଦ୍ଧାରକାରୀ। ଦୈନନ୍ଦିନ ଜୀବନରେ ଜ୍ଞାତ ବା ଅଜ୍ଞାତରେ ଯଦି କୌଣସି ସାଧୁ ଗୁରୁ ବୈଷ୍ଣବଙ୍କ ନିକଟରେ ଅପରାଧ ହୋଇଥାଏ, ତାହେଲେ ପ୍ରାତଃ ମୁହୂର୍ତ୍ତରେ ସେମାନଙ୍କ ଚରଣ କମଳରେ କ୍ଷମା ପ୍ରାର୍ଥନା ମାଗିନେବା ଉଚିତ। पंचाकल्पतरुर्भ्यश्च कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमः। अनंत कोटि वैष्णव वृंद की जय। नामाचार्य श्री हरिदास ठाकुर की जय। वैष्णव ठाकुर श्रील प्रभुपाद की जय। हरे कृष्ण। ଯେମିତି ମୁଁ